दिने ना दिने शेष हेब दुनिया, लोप पाइजिब जीवनर सत्ता, लोप पाइजिबे मनुष्य एवं अन्य प्राणी। ଏହା ପରେ ଯଦି ପୁନର୍ବାର ଜୀବନ ପ୍ରକ୍ରିୟା ଆରମ୍ଭ ହେବ ତାହେଲେ ରାଜୁତି କରିବ ଅକ୍ଟୋପସ୍। ଆଜ୍ଞା ହଁ, ଏହା ଆମେ କହୁନୁ, କହୁଛି ବୈଜ୍ଞାନିକମାନଙ୍କ ଆକଳନ। ଅକ୍ସଫୋର୍ଡ ୟୁନିଭର୍ସିଟିର ଜୀବବିଜ୍ଞାନୀ ଟିମ୍ କଲସନ୍ ଏହି ଆକଳନ ଭିତ୍ତିକ ଗବେଷଣା କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅକ୍ଟୋପସ୍ ପାଲଟିବେ କ୍ଷମତାର କେନ୍ଦ୍ର। ଅକ୍ଟୋପସ୍କୁ ଜଳ ଜଗତର ସବୁଠାରୁ ବୁଦ୍ଧିମାନ ଜଳଚର ବୋଲି କୁହାଯାଇଥାଏ। ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ମନୁଷ୍ୟ ଯଦି ପୃଥିବୀ ପୃଷ୍ଠରୁ ଲୋପ ପାଇଯିବ ତେବେ ଏହି 8 ଗୋଡ଼ ଥିବା ପ୍ରାଣୀର ରାଜୁତି ଆରମ୍ଭ ହେବ। ସେମାନେ ପାଣି ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର କଲୋନି ପ୍ରସ୍ତୁତ କରିବେ। ଏପରିକି ଆବଶ୍ୟକ ପଡ଼ିଲେ ସେମାନେ ନିଜସ୍ୱ ଶୈଳୀରେ ସ୍ୱତନ୍ତ୍ର ଧରଣର ଉପକରଣ ବ୍ୟବହାର କରିବେ। ଯେପରି ମନୁଷ୍ୟ ପୂର୍ବରୁ ଡାଇନୋସର ଶକ୍ତିଶାଳୀ ଥିଲା, ସେହିଭଳି ଅକ୍ଟୋପସ୍ ମଧ୍ୟ କ୍ଷମତାର କେନ୍ଦ୍ର ପାଲଟିବେ। ପରବର୍ତ୍ତୀ ସଭ୍ୟତା ସେମାନେ ନିର୍ମାଣ କରିବେ ବୋଲି ଆକଳନ କରାଯାଇଛି। ଅକ୍ଟୋପସ୍ ଜଟିଳ ସମସ୍ୟାରେ ନିଜକୁ ପରିବର୍ତ୍ତନ କରିପାରିଥାଏ। ଆବଶ୍ୟକ ପଡ଼ିଲେ ପରିସ୍ଥିତି ଅନୁସାରେ ଛଦ୍ମ ରୂପ ମଧ୍ୟ ନେଇପାରେ। ହେଲେ ଉପଯୁକ୍ତ ପରିବେଶ ମିଳିଲେ ସେମାନଙ୍କ ବୁଦ୍ଧି ଅଧିକ ବିକଶିତ ହୋଇପାରେ। ମନୁଷ୍ୟ ଲୋପ ପାଇବା ଏକ ପ୍ରକାର ନିଶ୍ଚିନ୍ତ। ବୈଜ୍ଞାନିକମାନଙ୍କ ମତ ଅନୁସାରେ ଦିନେ ଏପରି ସମୟ ଆସିବ ପୃଥିବୀ ପୃଷ୍ଠରେ ମନୁଷ୍ୟ ବଞ୍ଚି ରହିବା କଷ୍ଟକର ହୋଇପଡ଼ିବ। ଏହାର ମୁଖ୍ୟ କାରଣ ସାଜିବ ଜଳବାୟୁ ପରିବର୍ତ୍ତନ ଓ ଯୁଦ୍ଧ। ମଣିଷ ପରି ଅନ୍ୟ ପ୍ରାଇମେଟ୍ ଜୀବ ଏଭଳି ପରିସ୍ଥିତିରେ ନିଜକୁ ବଞ୍ଚାଇ ରଖିପାରିବେ ନାହିଁ। ତେବେ ଅକ୍ଟୋପସ୍ ପାଖରେ ଭୂପୃଷ୍ଠରେ ବଞ୍ଚି ରହିବାର ଦକ୍ଷତା ରହିଛି। ପାଣି ବାହାରେ 30 ମିନିଟ୍ରୁ ଅଧିକ ସମୟ ଏହା ବଞ୍ଚିପାରିବ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ସମ୍ବାଦ।